ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଶ୍ରେଣୀ ହେଉଛି ଚତୁର୍ଥ, ବିଷୟ ହେଉଛି ଗଣିତ। ଠିକ୍ ଅଛି, ଏହା ହେଉଛି ଲିଖିତ ପରୀକ୍ଷା। ଠିକ୍ ଅଛି, ସମୟ ହେଉଛି 1 ଘଣ୍ଟା 30 ମିନିଟ୍। ପୂର୍ଣ୍ଣ ସଂଖ୍ୟା ହେଉଛି 7, ପ୍ରଶ୍ନ ସଂଖ୍ୟା ହେଉଛି 26 ଏବଂ ପୂର୍ଣ୍ଣ ସଂଖ୍ୟା 40। ଠିକ୍ ଅଛି, এইটি ପିଲାମାନେ ତୁମର ନାମ ଲେଖିବ, ସମ୍ପୂର୍ଣ୍ଣ ନାମ ତୁମର ଲେଖିବ। ତାପରେ ଏଇଠି ଲେଖିବ ତୁମର ରୋଲ୍ ନମ୍ବର, ତାପରେ ଏଇଠି ଲେଖିବ ତୁମର ବିଭାଗ। ଠିକ୍ ଅଛି, ତାପରେ ଏଇଠି ଲେଖିବ ତୁମର ତାରିଖ, ତୁମେ ଯେଉଁ ତାରିଖ ଦିନ ପରୀକ୍ଷା ଦେଉଛ। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ। ଠିକ୍ ଅଛି, ତାପରେ ଏଇଠି ଲେଖିବ ତୁମର ବ୍ଲକ, ତୁମେ କେଉଁ ବ୍ଲକରେ ତୁମର ବିଦ୍ୟାଳୟଟି ଅଛି। ତାପରେ ଏଇଠି ଲେଖିବ ତୁମର ଜିଲ୍ଲା, ତୁମେ କେଉଁ ଜିଲ୍ଲାରେ ତୁମ ବିଦ୍ୟାଳୟଟି ଅଛି। ଠିକ୍ ଅଛି, ତାପରେ ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। 1 ରୁ 5 ନମ୍ବର ପ୍ରଶ୍ନ ପାଇଁ ଦିଆଯାଇଥିବା ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଉପଯୁକ୍ତ ଉତ୍ତର ପାଖରେ ଠିକ୍ ଚିହ୍ନ ଦିଅ। ଠିକ୍ ଅଛି, ତଳେ ଦିଆଯାଇଥିବା କାଠିଗୁଡ଼ିକ ଗଣି ସଂଖ୍ୟାଟି ଲେଖ। ପିଲାମାନେ ଏହାର ସଂଖ୍ୟାଟି ହେବ 1242। ଠିକ୍ ଅଛି, 1242। ଖ ନମ୍ବର ସଠିକ୍ ଉତ୍ତର। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। 2 ପଞ୍ଚମାଂଶକୁ ଭଗ୍ନାଂଶରେ ପ୍ରକାଶ କଲେ କେତେ ହେବ ଏବଂ କ ନମ୍ବର ହେବ ସଠିକ୍ ଉତ୍ତର। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। 100 ଟଙ୍କିଆ ନୋଟ୍ ବଦଳରେ କେତୋଟି 20 ଟଙ୍କିଆ ନୋଟ୍ ମିଳିବ? ଏହାର ସଠିକ୍ ଉତ୍ତର ହେବ ଘ ନମ୍ବର 5। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ଯେକୌଣସି ସଂଖ୍ୟାର ପୂର୍ବବର୍ତ୍ତୀ ସଂଖ୍ୟାଟି ପରବର୍ତ୍ତୀ ସଂଖ୍ୟାଠାରୁ କେତେ ସାନ? ଏହାର ସଠିକ୍ ଉତ୍ତରଟି ହେଉଛି 2 ସାନ। ଖ ନମ୍ବର ସଠିକ୍ ଉତ୍ତର। ତାପରେ ପରବର୍ତ୍ତୀ ପ୍ରଶ୍ନ। 2025 ମସିହା ଜାନୁଆରୀ ମାସର ପ୍ରଥମ ଶନିବାର 4 ତାରିଖ ହେଲେ ଦ୍ୱିତୀୟ ଶନିବାରଟି କେତେ ତାରିଖ ହେବ? ଦ୍ୱିତୀୟ ଶନିବାରଟି ହେବ 11 ତାରିଖ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। 6 ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ପାଇଁ ଶୂନ୍ୟସ୍ଥାନ ପୂରଣ କର। ଠିକ୍ ଅଛି, 115 ଗୁଣନ 6 ସମାନ କେତେ ଗୁଣନ 115? ଏଇଠି ଲେଖିବ 6। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ମୁଁ ଗୋଟିଏ 4 ଅଙ୍କ ବିଶିଷ୍ଟ ସଂଖ୍ୟା, ମୋର ଏକକ ସ୍ଥାନରେ 5, ଦଶକ ସ୍ଥାନରେ 2 ଏବଂ ଶତକ ଓ ହଜାର ସ୍ଥାନରେ 4 ହେଲେ ମୁଁ କିଏ? ଏହାର ସଠିକ୍ ଉତ୍ତରଟି ହେଉଛି ପିଲାମାନେ 4425। 4425। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। 6000 ମାଇନସ୍ କେତେ ସମାନ 2328 ହେବ? ଏହାର ସଠିକ୍ ଉତ୍ତରଟି ହେବ ପିଲାମାନେ 3672। ଏଇଠି ଲେଖିବ 3672। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। 645 ସେଣ୍ଟିମିଟର ସମାନ କେତେ ମିଟର କେତେ ସେଣ୍ଟିମିଟର? 6 ମିଟର 45 ସେଣ୍ଟିମିଟର। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ତୁମେ ଜନ୍ମଦିନରେ ପିନ୍ଧୁଥିବା ଟୋପିରେ କେତୋଟି ଶୀର୍ଷ ଅଛି? ଏହାର ସଠିକ୍ ଉତ୍ତରଟି ହେଉଛି ମାତ୍ର ଗୋଟିଏ, 1 ଲେଖିବ। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। 11 ରୁ 16 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଠିକ୍ ଉତ୍ତର ଲେଖ। ଗୋଟିଏ ଛୋଟ କାଗଜ ପେଟିରେ 9ଟି ବହି ରଖାଯାଇପାରିବ, ତେବେ 62ଟି ବହି ରଖିବା ପାଇଁ କେତୋଟି ପେଟି ଦରକାର? ଏହାକୁ କରି ପିଲାମାନେ ତୁମେ କରିବ 72 ହରଣ 9 କରିବ ସମାନ ହେବ 8। ଠିକ୍ ଅଛି, 8ଟି ପେଟି ଦରକାର। ଏହା ହେଉଛି ଉତ୍ତର। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ନିମ୍ନରେ ଗୋଟିଏ ଶ୍ରେଣୀର ପିଲା ସଂଖ୍ୟାକୁ ଟାଲି ଚିହ୍ନରେ ପ୍ରକାଶ କରାଯାଇଛି, ତେବେ ସେହି ଶ୍ରେଣୀରେ ମୋଟ ପିଲା ସଂଖ୍ୟା କେତେ? ଠିକ୍ ଅଛି, ସେହି ଶ୍ରେଣୀରେ ପିଲା ସଂଖ୍ୟା ହେଉଛି 12। ଠିକ୍ ଅଛି, 12 ହେଉଛି 5, 5, 10, 5, 15 ଆଉ 2 17। ଠିକ୍ ଅଛି, 17ଟି ଅଛି। 17 ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ ଦେଖିବା। ନିମ୍ନ ଚିତ୍ରରେ କେତୋଟି ରେଖାଖଣ୍ଡ ଅଛି? କେତୋଟି ରେଖାଖଣ୍ଡ ଅଛି? 1, 2, 3, 4, 5, 6। 6 ଗୋଟି ଅଛି। ଠିକ୍ ଅଛି, ପରବର୍ତ୍ତୀ ପ୍ରଶ୍ନ। ନିମ୍ନରେ ଦିଆଯାଇଥିବା ଭଗ୍ନ ସଂଖ୍ୟା ମଧ୍ୟରୁ ବଡ଼ ଭଗ୍ନ ସଂଖ୍ୟାଟିକୁ ବାଛ। ଏଠାରେ ସବୁଠାରୁ ବଡ଼ ଭଗ୍ନ ସଂଖ୍ୟାଟି ହେଉଛି 3/9। ଠିକ୍ ଅଛି, 8/9 ସରି 8/9
8/9 ହେଉଛି ସବୁଠାରୁ ବଡ଼ ଭଗ୍ନ ସଂଖ୍ୟା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। 4 ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟାଟି 4 ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଠାରୁ କେତେ ଅଧିକ? ଏହାର ସଠିକ୍ ଉତ୍ତରଟି ହେଉଛି 8,999। 8,999। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। 2/4, 3/7, 5/2, 6/11 ମଧ୍ୟରୁ ଅଲଗା ଭଗ୍ନ ସଂଖ୍ୟାଟି କେଉଁଟି? ଏହାର ସଠିକ୍ ଉତ୍ତରଟି ହେଉଛି 5/2। 5/2। ଠିକ୍ ଅଛି। ଏହା ହେଉଛି ଉତ୍ତର 5/2। ଠିକ୍ ଅଛି। 5/2। ପରବର୍ତ୍ତୀ ପ୍ରଶ୍ନ ଦେଖିବା। 17ରୁ 24 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ସଂକ୍ଷିପ୍ତ ଉତ୍ତର ଦିଅ। ଗୋଟିଏ ପାଠାଗାରରେ ଗଣିତ ବହି 2032ଟି, ବିଜ୍ଞାନ ବହି 1947ଟି ଅଛି। ତେବେ ପାଠାଗାରରେ ମୋଟ ବହି ସଂଖ୍ୟା କେତେ? ତ ତୁମେ ଯୋଗ କରିବ ପିଲାମାନେ ଏତିକି ଯୋଗ ଏତିକି କରିବ। ଠିକ୍ ଅଛି। 2032 ଯୋଗ 1947 ସମାନ ହେବ ତୁମର ସଠିକ୍ ଉତ୍ତରଟି ହେବ 3,979। 3,979 ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଯୋଗଫଳ ସ୍ଥିର କର। ଆମେ ଯୋଗଫଳ କରିବା ଭଗ୍ନାଂଶର ଯୋଗ କରିବା ପିଲାମାନେ। ଠିକ୍ ମାନେ ଏଇଠି ତୁମେ କରିବେ ପିଲାମାନେ ହେଲା। ଠିକ୍ ଅଛି। ଏଠାରେ ଲସାଗୁ ହେବ 7। ଏଠାରେ ଲସାଗୁ ହେବ 7। ତାପରେ ତୁମେ କରିବ 2 ଯୋଗ 1 ଯୋଗ 3 ସମାନ ହେବ 3, 1, 4, 2, 6 ସମାନ 6/7। ଏହା ହେଲା ତୁମ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ଗୋଟିଏ ଦିନର 10 AM ରୁ 2 AM ପର୍ଯ୍ୟନ୍ତ ସମୟ ଅବଧି କେତେ ଘଣ୍ଟା? ଏହାର ସଠିକ୍ ଉତ୍ତର ତୁମେ ଲେଖିବ 4 ଘଣ୍ଟା। ଠିକ୍ ଅଛି। 4 ଘଣ୍ଟା। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଯେକୌଣସି ଗୋଟିଏ 4 ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ ଯାହାର ଅଙ୍କମାନଙ୍କର ସମଷ୍ଟି 9 ହେବ। ସେହି ଅଙ୍କମାନଙ୍କୁ ମିଶାଇ ଦେଲେ 9 ହେବ। ଠିକ୍ ଅଛି ପିଲାମାନେ। ତୁମେ ଲେଖିବ 2, 3, 4, 3, 2, 5, 4, 9, 0 ଅଙ୍କମାନଙ୍କୁ ମିଶାଇ ଦେଲେ 9 ହେଲା। ଠିକ୍ ଅଛି। ଏମିତି ଅନେକ ହେବ ତୁମ ଇଚ୍ଛା ଅନୁଯାୟୀ ତୁମେ ଲେଖିପାରିବ ପିଲାମାନେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ। ନିମ୍ନ ଭଗ୍ନ ସଂଖ୍ୟାଗୁଡ଼ିକୁ ସାନରୁ ବଡ଼ କ୍ରମରେ ସଜାଇ ଲେଖ। ସାନରୁ ବଡ଼ କ୍ରମରେ ତୁମେ ସଜାଇ ଲେଖିପାରିବେ। ଠିକ୍ ଅଛି। ସବୁଠାରୁ ସାନ ହେବ 2/11। ଠିକ୍ ଅଛି। 2/11। ତାପରେ ହେବ 4/11। ଠିକ୍ ଅଛି। ତାପରେ ହେବ 5/11। ଠିକ୍ ଅଛି। ତାପରେ ହେବ 7/11 ଏବଂ ସବୁଠାରୁ ବଡ଼ ହେବ 9/11। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ତିନି ଲିଟର 250 ମିଲିଲିଟର ପ୍ଲସ୍ 2 ଲିଟର 250 ମିଲିଲିଟର ସମାନ କେତେ ହେବ? ଏହାକୁ ଏମିତି ଲେଖିବ ପିଲାମାନେ। ଠିକ୍ ଅଛି। ଏଇଠି ଲେଖିବ 250। ତାପରେ ଏଇଠି ଲେଖିବ ଏଇଠି ଲେଖିବ ନାହିଁ। ଏଇଠି ଲେଖିବ 3 ଲିଟର। ଏଇଠି ଲେଖିବ 250 ମିଲି। ଠିକ୍ ଅଛି। ତାପରେ ତଳେ ଲେଖିବ 2 ଲିଟର। ଏଇଠି ଲେଖିବ 250 ମିଲି। ଠିକ୍ ଅଛି। ତାପରେ ଏହାକୁ ମିଶାଇଲେ ହେବ ଏ ହେଲା 500 ମିଲି। 500 ମିଲି ହେବ। ଆଉ ଏଇଠି ହେବ 5 ଲି। 500 ମିଲି। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ସମାନ ଆକୃତି ବିଶିଷ୍ଟ ଚିତ୍ର ଦୁଇଟି ମଧ୍ୟରୁ ଯାହାର କ୍ଷେତ୍ରଫଳ ଅଧିକ ତାହାକୁ ଠିକ୍ ଚିହ୍ନ ଦିଅ। ଦେଖ ପିଲାମାନେ କ ନମ୍ବରର କ୍ଷେତ୍ରଫଳ ବଡ଼ ଚିତ୍ର ଅଛି ତାହାର କ୍ଷେତ୍ରଫଳ ଅଧିକ ହେବ। ଖ ନମ୍ବର ମଧ୍ୟ ଏଇଠି ଠିକ୍ ହେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ରଜନୀ ଗୋଟିଏ କାର୍ଯ୍ୟକୁ 16/11/2024ରୁ ଆରମ୍ଭ କରି 29/11/2024ରେ ଶେଷ କଲା। ତେବେ ସେ କାର୍ଯ୍ୟଟିକୁ ସେ କେତେ ଦିନ କଲା? ପିଲାମାନେ ଏହାକୁ ତୁମେ
करिवो 14 दिन। ठीक अच्छे 14 दिन यह हूँ उत्तर। परवर्ती प्रश्न देखा 25 और 26 नंबर प्रश्नर उत्तर समाधान करिवो। ठीक अच्छे मिनती दुकान आनी चाउलर ओजन अटार ओजन ठार 2 किलोग्राम 500 ग्राम अधिक। अटार ओजन 4 किलोग्राम 700 ग्राम हेले अटा और चाउलर मोट ओजन केते हेबो। ठीक अच्छे अति सुंदर प्रश्न पिला माने। अटार ओजन यार उत्तर तुम लिख पिला माने एटी लिख 4 किलोग्राम 4 तापर एटी लिख 700 तापर एटी लिख 2 किलोग्राम एटी लिख 500। ठीक अच्छे तापर ताहाको मिसाइले हम 7 किलोग्राम 200 ग्राम। ठीक अच्छे तापर सेठी मिसाइब 4 किलोग्राम 700 ग्राम। ठीक अच्छे तापर यार उत्तर हम 900 ग्राम एवं हम 11 किलोग्राम। ठीक अच्छे यह हूँ उत्तर। ठीक अच्छे परवर्ती प्रश्न देखा राकेशर माँ गोटे सप्ताहर विभिन्न दिन प्रस्तुत करने रुटी को चित्रलेखारे दि जाइए। एठारे 8टी रुटी पाई गोटे एमती चित्र नि जाइए। ठीक अच्छे तुम हिसाब करी प्रश्न गुड़िकर उत्तर देव। ठीक अच्छे देखा माँ क्यों दिन सबठारु अधिक रुटी प्रस्तुति करिसंती। यार सठिक उत्तरटी हे शुक्रवार। ये तुम लिख शुक्रवार। ठीक अच्छे तापर माँ क्यों दिन सबठारु कम रुटी प्रस्तुत करिसंती। यार उत्तर तुम लिख रविवार। ठीक अच्छे रविवार तापर बुधवार दिन मोट केतोटी रुटी प्रस्तुत करिसंती। यार उत्तर तुम लिख पिला माने 16 गोटी प्रस्तुति करिसंती। ठीक अच्छे तापर सोमवार और मंगलवार 2 दिन रुटी मिसी केते। यार उत्तर तुम लिख पिला माने 22 गोटी 22टी। ठीक अच्छे 22टी यह हूँ उत्तर। धन्यवाद पिला माने। वीडियोटी केमिति लागिला निश्चय कमेंट करी लिखि जणाइबो एवं ए वीडियोटी भेरी भेरी इंपोर्टेंट होइतिबारु निज संगसाथी मान निकट को शेयर करिवो। ठीक अच्छे धन्यवाद।